30,000 ଟଙ୍କା ଦରମାରେ ପେନସନ୍ କେତେ ମିଳିବ ଆସନ୍ତୁ ଜାଣିବା। ପୁରା ଭଲ ହେବ। ଦେଶରେ ଲାଗୁ ହେବାକୁ ଯାଉଛି ଅଷ୍ଟମ ବେତନ ମିଶନ ବା 8 ପେ କମିଶନ। କେନ୍ଦ୍ର ସରକାର ପକ୍ଷରୁ ଏନେଇ ଘୋଷଣା କରାଯାଇଛି ବେଳେ ଖୁବ୍ ଶୀଘ୍ର କାର୍ଯ୍ୟକାରୀ କରାଯିବ। ଅଷ୍ଟମ ବେତନ କମିଶନ ଲାଗୁ ହେବା ପରେ କେନ୍ଦ୍ରର କର୍ମଚାରୀ ଦରମା ଢେର ବୃଦ୍ଧି କରି ଦେଖିବାକୁ ମିଳିଛି। କେବଳ କର୍ମଚାରୀ ନୁହେଁ, ପେନସନ ଭୋଗୀଙ୍କ ପେନସନ ମଧ୍ୟ ବୃଦ୍ଧି ପାଇବାକୁ ଯାଉଛି। ଏହି କମିଶନ କାର୍ଯ୍ୟକାରୀ ହେବା ପରେ ଦରମା ବୃଦ୍ଧି ଘଟିବ। କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଦେଶରେ ଲାଗୁ ହେବାକୁ ଯାଉଛି ଏକ ଭତ୍ତା ଯୋଜନା ବା ୟୁନିଫାଏଡ୍ ପେନସନ ସ୍କିମ୍ ୟୁପିଏସ୍। ୟୁପିଏସ୍କୁ ପୂର୍ବରୁ ମିଳିସାରିଛି କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ। ୟୁନିଫର୍ମ ପେନସନ ସ୍କିମ୍ ବା ଏକକ ଭତ୍ତା ଯୋଜନା ଅନୁମତି ଦେଇସାରିଛି। ଦେଶରେ ଏକ ଭତ୍ତା ଯୋଜନା ଓ ୟୁପିଏସ୍ ଲାଗୁ ହେବା ଫଳରେ ପ୍ରାୟ 23 ଲକ୍ଷ କେନ୍ଦ୍ରୀୟ ସରକାରୀ କର୍ମଚାରୀ ଉପକୃତ ହେବେ। ଏପ୍ରିଲ 2025ରୁ ଲାଗୁ ହେବ ଏହି ନୂଆ ପେନସନ ସ୍କିମ୍। ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ପୂର୍ବରୁ ଚାଲୁଥିବା ନ୍ୟାସନାଲ ପେନସନ ସ୍କିମ୍ ଏନ୍ପିଏସ୍ କର୍ମଚାରୀ ନିଜ ଇଚ୍ଛା ମୁତାବକ ପେନସନ ସ୍କିମ୍ ବାଛି ପାରିବେ। ଏହି ନୂଆ ୟୁନିଫର୍ମ ପେନସନ ସ୍କିମ୍ରେ ସରକାର 3ଟି ମୁଖ୍ୟ ଦିଗକୁ ଗୁରୁତ୍ୱ ଦେଇଛି। ଦେଶରେ ୟୁପିଏସ୍ ଲାଗୁ ହେଲେ ଲକ୍ଷ ଲକ୍ଷ କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କୁ ଉପକୃତ ଯେଉଁଥିରେ ସରକାରୀ କର୍ମଚାରୀ ଚାକିରିରୁ ଅବସର ନେବେ। ପରେ ଶେଷ 12 ମାସ ବେସିକ୍ ସାଲାରୀ ବା ମୂଳ ଦରମା 50% ପେନସନ ଆକାରରେ ପାଇବେ, କିନ୍ତୁ ନ୍ୟୁନତମ 25 ବର୍ଷ ଚାକିରି କାଳ ରହିଥିବା ଜରୁରୀ। ଏହା ହେଲେ ଯାଇ ୟୁପିଏସ୍ରେ ସାମିଲ ହୋଇପାରିବେ। ସେହିପରି ପାରିବାରିକ ସୁନିଶ୍ଚିତ ପେନସନ ଜରିଆରେ କର୍ମଚାରୀଙ୍କ ମୃତ୍ୟୁ ପରେ ପତ୍ନୀଙ୍କୁ ମିଳିବ 60% ପେନସନ, ଯାହା ଫଳରେ ପରିବାର ସହାୟତା ମିଳିପାରିବେ। ବଡ଼ କଥା ହେଉଛି ନିୟମିତ ଭାବେ 10 ବର୍ଷ କାମ କରିଥିଲେ ମିଳିବ ସର୍ବନିମ୍ନ 10,000 ଟଙ୍କା ପେନସନ। କେନ୍ଦ୍ର ମୋଦି ସରକାର ସରକାରୀ କର୍ମଚାରୀଙ୍କ ପାଇଁ ନୂତନ ପେନସନ ସ୍କିମ୍ ୟୁପିଏସ୍ ଘୋଷଣା କରିଛନ୍ତି ଯେ ଏହି ନୂତନ ଯୋଜନା 2025 ଏପ୍ରିଲ 1 ତାରିଖ କାର୍ଯ୍ୟକାରୀ ହେବା ଯାଉଛି। ବର୍ତ୍ତମାନ ସରକାରୀ କର୍ମଚାରୀଙ୍କୁ ପେନସନ ପାଇବା ପାଇଁ ୟୁପିଏସ୍ ଏବଂ ନୂତନ ସ୍କିମ୍ ଏନ୍ପିଏସ୍ ମଧ୍ୟରୁ ୟୁପିଏସ୍ ଅଧୀନରେ ଜଣେ ସରକାରୀ କର୍ମଚାରୀ 25 ବର୍ଷ କାର୍ଯ୍ୟ କରିବା ପରେ ଅବସର ନେବେ। ପରେ ଶେଷ 1 ବର୍ଷ ଅର୍ଥାତ୍ 12 ମାସରେ ଯେତିକି ବେସିକ୍ ସାଲାରୀ ବା ମୂଳ ଦରମା ପାଇଥିବେ, ତାହା 50% ପେନସନ ଆକାରରେ ପାଇବେ। ଯଦି ଜଣେ ସରକାରୀ 10 ବର୍ଷର କାମ କରନ୍ତି, ତେବେ ତାକୁ ଅତି କମରେ 10,000 ଟଙ୍କା ମିଳିବ। ତେବେ ଯଦି ଉଦାହରଣ ଦେଇ ବୁଝାଇବାକୁ ଯାଉଛି, ଏହା ସୁଷ୍ଠୁ ଭାବେ ବୁଝାଇବ ୟୁନିଫର୍ମ ପେନସନ ସ୍କିମ୍ରେ ଆଉ କୌଣସି ଦ୍ୱନ୍ଦ୍ୱ ରହିବ ନାହିଁ। ତେବେ ଏହା କିଭଳି ହିସାବ କରାଯିବ, କେତେ ଟଙ୍କା ପେନସନ ଆକାରରେ ମିଳିବ, ଜାଣନ୍ତୁ ପୁରା ହିସାବ। ଉଦାହରଣ ସ୍ୱରୂପ, ଯଦି ଆପଣ ମାସିକ 30,000 ବେସିକ୍ ସାଲାରୀ ବା ମୂଳ ଦରମା ଆକାରରେ ପାଉଛନ୍ତି, ତେବେ ଆପଣଙ୍କର ଶେଷ 1 ବର୍ଷରେ ମୋଟ 12×30 ଅର୍ଥାତ୍ 3,60,000 ଟଙ୍କା ପାଇବେ। ଏହା ହେଲେ ଅବସର ପରେ ଶେଷ ବର୍ଷ ଦରମା 50% ପେନସନ ମିଳିବ। ତାହା ହିସାବରେ ନେଇ 3,60,000 ଟଙ୍କା ଅର୍ଥାତ୍ 1,80,000 ଟଙ୍କା ଆପଣଙ୍କୁ ପେନସନ ଆକାରରେ ମିଳିବ। ଆଉ ଯଦି ଭତ୍ତା ପାଉଥିବା ବ୍ୟକ୍ତି ମୃତ୍ୟୁ ବି ହୋଇଯାଏ, ତେବେ ତାଙ୍କୁ ପାରିବାରିକ ବର୍ଗରୁ ମଧ୍ୟ ପେନସନ ମିଳିବ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ।